ଆମୋସ ଅଧ୍ୟାୟ 4। ହେ ସମରିୟାର ପର୍ବତବାସିନୀ, ବାସନର ଗାଭୀ ସବୁ, ତୁମେମାନେ ଏହି ବାକ୍ୟ ଶୁଣ। ତୁମେମାନେ ଦରିଦ୍ରଗଣ ପ୍ରତି ଉପଦ୍ରବ କରୁଅଛ, ଦିନହୀନମାନଙ୍କୁ ଦଳି ପକାଉଅଛ। ତୁମେମାନେ ଆପଣା ଆପଣା କର୍ତ୍ତାକୁ କହୁଅଛ, ଆଣ, ଆମ୍ଭେମାନେ ପାନ କରିବା। ପ୍ରଭୁ ସଦାପ୍ରଭୁ ଆପଣା ପବିତ୍ରତାରେ ଶପଥ କରି କହିଅଛନ୍ତି, ଦେଖ, ଯେଉଁ ସମୟରେ ଲୋକମାନେ ତୁମ୍ଭମାନଙ୍କୁ ତେଣ୍ଟାରେ ଓ ତୁମ୍ଭମାନଙ୍କର ଅବଶିଷ୍ଟାଂଶକୁ ବଡ଼ଶି କଣ୍ଟାରେ ଟାଣିନେବେ, ଏପରି ସମୟ ତୁମ୍ଭମାନଙ୍କ ଉପରେ ଆସିବ। ପୁଣି ତୁମ୍ଭମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ସମ୍ମୁଖସ୍ଥ ଭଗ୍ନସ୍ଥାନ ଦେଇ ବାହାରିଯିବ ଓ ହର୍ମୋନରେ ଆପଣାମାନଙ୍କୁ ନିକ୍ଷେପ କରିବ। ଏହା ସଦାପ୍ରଭୁ କହନ୍ତି। ତୁମେମାନେ ବୈଥେଲକୁ ଯାଇ ଅପରାଧ କର, ଗିଲଗଲକୁ ଯାଇ ଅପରାଧ ବୃଦ୍ଧି କର, ଆଉ ପ୍ରତି ପ୍ରଭାତରେ ଆପଣା ଆପଣା ବଳି ଓ ପ୍ରତି 3 ଦିନରେ ଆପଣା ଆପଣାର ଦଶମାଂଶ ଉତ୍ସର୍ଗ କର। ପୁଣି ପ୍ରଶଂସାର୍ଥକ ବଳି ନିମନ୍ତେ ତାଡ଼ି ମିଶ୍ରିତ ଦ୍ରବ୍ୟ ଉତ୍ସର୍ଗ କର ଓ ସ୍ୱଚ୍ଛାଦତ୍ତ ଉପହାର ବିଷୟ ଘୋଷଣା କରି ପ୍ରକାଶ କର। କାରଣ ହେ ଇସ୍ରାଏଲ ସନ୍ତାନଗଣ, ତୁମେମାନେ ଏପରି କରିବାକୁ ଭଲ ପାଅ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଆଉ ଆମ୍ଭେ ତୁମମାନଙ୍କର ସମୁଦାୟ ନଗରରେ ଦନ୍ତପଂକ୍ତିର ନିର୍ମଳତା ଓ ତୁମମାନଙ୍କର ସମୁଦାୟ ବାସସ୍ଥାନରେ ଅନାଭାବ ତୁମମାନଙ୍କୁ ଦେଇଅଛୁ। ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିନାହଁ। ଏହା ସଦାପ୍ରଭୁ କହନ୍ତି। ଆହୁରି ଶସ୍ୟ ପାଚିବାର 3 ମାସ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କଠାରୁ ବୃଷ୍ଟି ନିବାରଣ କରିଅଛୁ। ପୁଣି ଏକ ନଗରରେ ଜଳ ବର୍ଷାଇଅଛୁ ଓ ଅନ୍ୟ ନଗରରେ ଜଳ ବର୍ଷାଇ ନାହୁଁ। ଖଣ୍ଡେ କ୍ଷେତ୍ରରେ ବୃଷ୍ଟି ହେଲା ଓ ଯେଉଁ ଖଣ୍ଡକରେ ବୃଷ୍ଟି ନହିଲା ତାହା ଶୁଷ୍କ ହେଲା। ତହିଁ ସକାଶୁ 2-3 ନଗରସ୍ଥ ଲୋକମାନେ ଜଳ ପାନ କରିବା ନିମନ୍ତେ ବୁଲି ବୁଲି ଅନ୍ୟ ଏକ ନଗରକୁ ଗଲେ, ମାତ୍ର ତୃପ୍ତ ନୋହିଲେ। ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିନାହଁ। ଏହା ସଦାପ୍ରଭୁ କହନ୍ତି। ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଦ୍ୱାରା ତୁମମାନଙ୍କୁ ଆଘାତ କରିଅଛୁ। ଶୁକକୀଟ ତୁମମାନଙ୍କର ବହୁ ସଂଖ୍ୟକ ଉଦ୍ୟାନ, ଦ୍ରାକ୍ଷାକ୍ଷେତ୍ର ଓ ଡିମ୍ବୁରି ବୃକ୍ଷ ଓ ଜିତବୃକ୍ଷ ଗ୍ରାସ କରିଅଛି। ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିନାହଁ। ଏହା ସଦାପ୍ରଭୁ କହନ୍ତି। ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ମିଶର ଦେଶର ମହାମାରୀ ତୁଲ୍ୟ ମହାମାରୀ ପଠାଇଅଛୁ। ତୁମମାନଙ୍କର ଯୁବାଗଣକୁ ଆମ୍ଭେ ଖଡ୍ଗରେ ସଂହାର କରିଅଛୁ ଓ ତୁମ୍ଭମାନଙ୍କର ଅଶ୍ୱଗଣକୁ ନେଇଯାଇଅଛୁ। ପୁଣି ଆମ୍ଭେ ତୁମ୍ଭମାନଙ୍କର ଛାଉଣି ସ୍ଥାନର ଦୁର୍ଗନ୍ଧ ତୁମ୍ଭମାନଙ୍କର ନାସିକା ପର୍ଯ୍ୟନ୍ତ ହିଁ ପ୍ରବେଶ କରାଇଅଛୁ। ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିନାହଁ। ଏହା ସଦାପ୍ରଭୁ କହନ୍ତି। ପରମେଶ୍ୱର ସଦମ ଓ ହମରାକୁ ଯେପରି ଉତ୍ପାଟନ କରିଥିଲେ, ସେପରି ଆମ୍ଭେ ତୁମ୍ଭମାନଙ୍କର କେତେକ ସ୍ଥାନ ଉତ୍ପାଟନ କରିଅଛୁ। ଆଉ ତୁମେମାନେ ପୋଡ଼ା ଖୁଣ୍ଟା ପରି ଅଗ୍ନିରୁ କଢ଼ାଗଲ। ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିନାହଁ। ଏହା ସଦାପ୍ରଭୁ କହନ୍ତି। ଏଥିପାଇଁ ହେ ଇସ୍ରାଏଲ, ଆମ୍ଭେ ତୁମ୍ଭ ପ୍ରତି ଏ ରୂପ କରିବା, ଆଉ ଆମ୍ଭେ ତୁମ୍ଭ ପ୍ରତି ଏ ରୂପ କରିବା ଏହି ହେତୁ, ହେ ଇସ୍ରାଏଲ, ତୁମ୍ଭେ ଆପଣା ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବାକୁ ପ୍ରସ୍ତୁତ ହୁଅ। କାରଣ ଦେଖ, ଯେ ପର୍ବତଗଣ ନିର୍ମାଣ କରନ୍ତି ଓ ବାୟୁକୁ ସୃଷ୍ଟି କରନ୍ତି ଓ ମନୁଷ୍ୟ ପ୍ରତି ତାହାର ଚିନ୍ତା ପ୍ରକାଶ କରନ୍ତି, ଯେ ଅରୁଣକୁ ଅନ୍ଧକାରମୟ କରନ୍ତି ଓ ପୃଥିବୀର ଉଚ୍ଚ ସ୍ଥଳୀ ସକଳର ଉପରେ ଗମନାଗମନ କରନ୍ତି, ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର ତାହାଙ୍କର ନାମ।